तो हेलो साथीମାନେ ଆପଣମାନଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଆପଣଙ୍କୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିନିଅନ୍ତୁ। ତ ହଁ ସାଥୀମାନେ ଆଜି ଆମେ ଜାଣିବା ମାୟା ମମତା ସିରିଏଲ୍ ବିଷୟରେ। ତାର ଦେରି ନକରି ଚାଲନ୍ତୁ ଏବେ ଷ୍ଟାର୍ଟ କରିବା। ତ ହଁ ସାଥୀମାନେ ଆଜି ରୁବି ସିଏ ଆଜି ଲଡ଼ୁ ଖାଇବା ପାଇଁ ଚୋରାଇବାକୁ ଯାଉଛନ୍ତି। ଆଉ ହଁ କିଚେନ୍କୁ ସେ ଛୁପି ଛୁପି ଯାଉଛନ୍ତି, କିନ୍ତୁ ମମତା ଆଉ ତାଙ୍କ ପିଉସୀ ଏବେ ଦେଖି ସାରିଛନ୍ତି। ଆଉ ତାଙ୍କ ପଛେ ପଛେ ସିଏ ମଧ୍ୟ ଯାଉଛନ୍ତି। ଆଉ ରୁବି କେହି ନ ଦେଖିବା ପରି ସେ ଛୁପି ଛୁପି ସେ କିଚେନ୍ ଆଡ଼କୁ ଗଲେ। ଆଉ ଯେଉଁଠାରେ ଲଡ଼ୁ ଅଛି ତାକୁ ସେ ମମତା ଆଉ ତାଙ୍କ ପିଉସୀ ଏବେ ତାଙ୍କୁ ଛୁପି ଦେଲେ ଆଉ ଭୁଲକରରେ ଛୁପି ଦେଲେ। କିନ୍ତୁ ଏବେ ରୁବି ସେ ଟେବୁଲ୍ ତଳରେ ଲୁଚି ଖାଇବା ପାଇଁ ସେ ଲଡ଼ୁ ଆଣିଲେ ଆଉ ସେ ଟେବୁଲ୍ ତଳେ ଖାଇବାକୁ ଆରମ୍ଭ କଲେ। କିନ୍ତୁ ମମତା ଆଉ ତାଙ୍କ ପିଉସୀ ଦେଖି ସାରିଛନ୍ତି। ଆଉ ତାଙ୍କ ପିଉସୀ କହୁଛନ୍ତି, ତୁ ସେ କ୍ଷୀର ପିଇବା ଭଳିଆ ଲୁଚି ଲୁଚି ଖାଉଛୁ, ଆଉ ତୋତେ କ'ଣ ଆମକୁ ଜଣାନୁ? ମୁଁ ଜାଣିଥିଲି ତୁ ସେ ଖାଇବା ଚଲେଇବୁ, ତୁ ଏମିତି ଲଡ଼ୁ ଖାଇବୁ ବୋଲି ମୁଁ ଜାଣିଥିଲି। କିନ୍ତୁ ଏବେ ସେ ଲଡ଼ୁ ଖାଇବା ପରେ ସେଠି ରୁବିଙ୍କର ଦାନ୍ତ ଖସିଗଲା। ଆଉ ସେଥିରେ ତାଙ୍କ ପିଉସୀ କହିଲେ, ମୁଁ ଜାଣିଛି ସେଇଥିପାଇଁ ତୁମେ କ'ଣ ମିଶାଇ ଜାଣିଛୁ? ସେଇଠି ଗୁଣି ମିଶାଇଛି ଆଉ ଲଙ୍କା ଗୁଣ ମିଶାଇଛି। ତାପରେ ରୁବି ବହୁତ ପାଟି କଲେ ଆଉ ତାକୁ ବହୁତ ପାଣି ଦେବାକୁ କହିଲେ। କିନ୍ତୁ ମମତା ଏବେ ତାଙ୍କୁ ହେଲ୍ପ କରିବାକୁ ଗଲେ ମମତାକୁ ଧକ୍କା ମାରିଲେ। ଆଉ ସେଇ ପିଉସୀ ତାଙ୍କୁ କହିଲେ, ମୁଁ ଜାଣିଥିଲି ସାହାଯ୍ୟ କରିବୁ ସେ ତୋତେ ଧୋକା ଦେବି, ସେଇଥିପାଇଁ ତୁ ୟାର କଥା ଛାଡ଼, ତୁ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରିନ। ଏବେ ରୁବି ସେଇଠି ଅଛି। ଆଉ ଏବେ ରୁବି ସେ ଗୁଳି ମାଟି ଦେଖି ମୁଁ ତାଙ୍କୁ ଛାଡ଼ିବି। ଆଉ ଏବେ ତୁ ତାଙ୍କ ପିଉସୀ କହୁଛନ୍ତି, ତୁ ଯେମିତି ପଲ୍ଲବୀଙ୍କ ଗାତ ଭାଙ୍ଗିବାକୁ ସେମିତି ଏଇଟା ତୁ ପାଇଁ ମୁଁ ଏଇଟା କରିଛି। ଆଉ ତୁ ମୁଁ ତୋତେ ଶେଷ ପାଇଁ ୱାର୍ଣ୍ଣିଂ ଦେଉଛି, ତୁ ଏମିତି ଆଉ କେବେ କରିବୁନି, କେବେ ବି ସୁଧୁରି ଯା।